ଆମ୍ଭେମାନେ କ'ଣ ସର୍ବଶକ୍ତିମାନ ପରମେଶ୍ୱର ଯିଏକି ଆମ୍ଭମାନଙ୍କୁ ଏକ ନୂତନ ରାଜ୍ୟ ନୂତନ ନାମ ଦେବେ ଏବଂ ଆରମ୍ଭ ଓ ଶେଷ ଅଟନ୍ତି ତାହାଙ୍କୁ ଜାଣିଛ କି? ଯୀଶୁଙ୍କ ମଧୁର ବାକ୍ୟ ଚଲା ପଥେ ସାଜେ ଦୀପ ଆମରି ଚରଣ ପାଇଁ ଅଲିଭ ଆଲୋକ ଦେଇ ଜୀବନର ପ୍ରତିପାଦେ ଜୀବନର ପ୍ରତିପାଦେ ପଢ଼ାଏ ସେ ସତ୍ୟ ପଥେ ପଥ ପ୍ରଦର୍ଶିକା ସେ ଯେ ପଥ ପ୍ରଦର୍ଶିକା ପଥ ପ୍ରଦର୍ଶିକା ପଥ ପ୍ରଦର୍ଶିକା। ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ, ପ୍ରଭୁ ଯୀଶୁଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ନମସ୍କାର ଜଣାଇ ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଗତ ପାଠରେ ଆମ୍ଭେମାନେ ଯାହା ଶିକ୍ଷା କଲୁ ବିଶ୍ୱାସ କରୁ ଆପଣମାନେ ସମସ୍ତେ ଉପକୃତ ହୋଇଥିବେ। ନିୟମିତ ଏହି କାର୍ଯ୍ୟକ୍ରମ ଦେଖୁଥାନ୍ତୁ ଓ ଆମ୍ଭମାନଙ୍କ ସହିତ ଫୋନରେ ଯୋଗାଯୋଗ ଜାରି ରଖିଥାନ୍ତୁ। ପ୍ରଭୁ ନିଶ୍ଚୟ ଆଶୀର୍ବାଦ କରିବେ। ଆପଣମାନଙ୍କ ମଧ୍ୟରୁ ଯଦି କେହି ଏ ପର୍ଯ୍ୟନ୍ତ ଆମକୁ ଫୋନ୍ କରିପାରିନାହାନ୍ତି ତେବେ ଆଜି ଆମ ସହିତ ଯୋଗାଯୋଗ କରନ୍ତୁ। ଆମେ ଆପଣଙ୍କ ଫୋନ୍ କଲ୍ର ଅପେକ୍ଷାରେ ଅଛୁ। ଆପଣଙ୍କ ଫୋନ୍ କଲ୍ ଆମକୁ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିବାକୁ ଓ ଆପଣଙ୍କ ବିଷୟରେ ଅଧିକ ଜାଣିବାକୁ ସାହାଯ୍ୟ କରିବ। ଆଜି ପୁଣି ଥରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆପଣଙ୍କ ସହିତ ସାକ୍ଷାତ କରିବାର ସୁଯୋଗ ପାଇଥିବାରୁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଈଶ୍ୱରଙ୍କ ବାକ୍ୟ ଯେପରି ଆପଣଙ୍କ ଜୀବନରେ ଏକ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବ ଓ ଆପଣଙ୍କ ଜୀବନରେ ଯେପରି ଏକ ଭିନ୍ନ ପରିବର୍ତ୍ତନ ଆଣିବ, ଏହା ଈଶ୍ୱରଙ୍କ ନିକଟରେ ଆମର ପ୍ରାର୍ଥନା ଓ ଇଚ୍ଛା। ପ୍ରଭୁଙ୍କଠାରେ ସମ୍ପୂର୍ଣ୍ଣ ବିଶ୍ୱାସ କରନ୍ତୁ। ଆଜି ଆମେ ଆଉ ଏକ ନୂତନ ବିଷୟରେ ଅଧ୍ୟୟନ କରିବା। ତାହା ହେଲା ହିତୋପଦେଶ 27 ପର୍ବ 8 ପଦରୁ 28 ପର୍ବ 1ରୁ 28 ପଦ। ଆଜିର ଅଧ୍ୟାୟରେ ଆମ୍ଭେମାନେ ଦେଖିପାରିବା ଯେ ବହୁତ ପାଇବା ଆଶାରେ ଦୁଷ୍ଟ ଅଧାର୍ମିକ ଏବଂ କଳିହୁଡ଼ି ସ୍ତ୍ରୀ ଅବିରତ ଅନ୍ୟମାନଙ୍କ ସହ ବିବାଦ କରନ୍ତି। ବାକ୍ୟ କୁହେ, ଦୁଷ୍ଟର ପ୍ରଥମ ଦଶା ଅପେକ୍ଷା ଶେଷ ଦଶା ଅଧିକ ମନ୍ଦ ହୁଏ। ତେଣୁ ସେମାନେ ଉନ୍ନତ ହେଲେ ଲୋକମାନେ ଆପଣାମାନଙ୍କୁ ଲୁଚାନ୍ତି ଏବଂ ଆର୍ତ୍ତନାଦ କରନ୍ତି। ବ୍ୟବସ୍ଥା ଅବଜ୍ଞା କରିବା, ସଡ଼ ଲୋକଙ୍କୁ ମନ୍ଦ ପଥରେ ବୁଲାଇବା, ଦୁଷ୍ଟ ଲୋକମାନଙ୍କ ପ୍ରଶଂସା କରିବା, ଦରିଦ୍ର ଦିନହୀନକୁ ଉପଦ୍ରବ କରିବା, କୁଦୃଷ୍ଟି କରି ଅନ୍ୟର ସମ୍ପତ୍ତି ପଛରେ ଦୌଡ଼ିବା, ଜିହ୍ୱାରେ ଚାଟୁବାଦ କରିବା ଏବଂ ଆପଣା ଅନ୍ତଃକରଣ ଉପରେ ନିର୍ଭର କରିବା, ଏହିପରି ମୂର୍ଖ ବିଷୟ ଅନ୍ତରରୁ ବାହାରେ ଏବଂ ମନୁଷ୍ୟକୁ ଅଶୁଚି କରେ। ପ୍ରଥମ କରନ୍ତୀୟ 6 ପର୍ବ 13 ପଦରେ ଲେଖାଯାଏ, ଶରୀର ପ୍ରଭୁଙ୍କ ନିମନ୍ତେ ଓ ପ୍ରଭୁ ଶରୀର ନିମନ୍ତେ। ପ୍ରଭୁ ଆମ୍ଭମାନଙ୍କୁ ସ୍ୱାଧୀନତା ଦେଇଅଛନ୍ତି। ତା ସଙ୍ଗେ ସଙ୍ଗେ ପବିତ୍ର ଆତ୍ମାଙ୍କ ଜ୍ଞାନ ବୁଦ୍ଧି ଓ ଶକ୍ତି ମଧ୍ୟ ଦେଇଅଛନ୍ତି। ତାହାଦ୍ୱାରା ଆମ୍ଭମାନଙ୍କୁ ଜାଣିବା କଥା ସମସ୍ତ ବିଷୟ ହିତଜନକ ନୁହେଁ। ତେଣୁ ସଂସାରର କୌଣସି ବିଷୟ ଆମ୍ଭମାନଙ୍କୁ କର୍ତ୍ତୃତ୍ୱ ନ କରୁ। ଜାଣିବା ବା ଅଜାଣତରେ ସମସ୍ତେ ପାପ କରନ୍ତି। ତେଣୁ ଲେଖକ କୁହନ୍ତି, ଅଧର୍ମକୁ ଆଚ୍ଛାଦନ କର ନାହିଁ, ବରଂ ସ୍ୱୀକାର କରି ଛାଡ଼, ତାହେଲେ ଦୟା ପାଇବ। ସିଦ୍ଧତାରେ ଚାଲିବା ଲୋକ ରକ୍ଷା ପାଏ ଏବଂ ମଙ୍ଗଳର ଅଧିକାରୀ ହୁଏ। ସଦାପ୍ରଭୁଙ୍କଠାରେ ନିର୍ଭର କରିବା ବ୍ୟକ୍ତି ହୃଷ୍ଟପୃଷ୍ଟ ହୁଏ ଏବଂ ଯିଏ ପାପକୁ ଘୃଣା କରେ ତାହାର ଆୟୁଷ ବଢ଼େ। ଆସନ୍ତୁ ଏ ବିଷୟରେ ଅଧିକ ଶିକ୍ଷା କରିବା ପୂର୍ବରୁ ଗୋଟିଏ ଭକ୍ତିମୂଳକ ଗୀତ ଶୁଣିବା। ଆସିଛି ପ୍ରଭୁ ତୁମ ପାଦ ତଳେ, ଆରାଧନା କରିବି ବୋଲି, ଗଢ଼ିଲ ମନୁଷ୍ୟ ତୁମରି ରୂପରେ, ଗଢ଼ିଲ ମନୁଷ୍ୟ ତୁମରି ରୂପରେ,
केवल प्रशंसा करिब बोली आराधना 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 स्तुति आराधना 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 स्तुति आराधना। इस्राएल नाथ तुमे पवित्र पावन स्वर्ग रे गाती विजय गान इस्राएल नाथ तुमे पवित्र पावन स्वर्ग रे गाती विजय गान गौरव पराक्रम महिमा तुमर करुथिबी सदा कीर्तन तुमर। आसंतु वर्तमान आम प्रभुंकर वाक्य मध्यकु जिबा। आज आम हितोपदेश 27 पर्वर 8 पदरु आरंभ करी 28 पर्वर 28 पद पर्यंत अध्ययन करने निमंते जिबा। तेबे देखंतु हितोपदेश 27 पर्वर 8 पदरे एही लिखा अछि, ଯେଉଁ ଲୋକ ଆପଣା ସ୍ଥାନ ଛାଡ଼ି ଭ୍ରମଣ କରେ ସେ ବସାରୁ ଭ୍ରମଣକାରୀ ପକ୍ଷୀର ତୁଲ୍ୟ। ଏହାର ବାସ୍ତବ ଅର୍ଥ ହେଉଛି ପ୍ରଭୁ ଆମମାନଙ୍କୁ ଯେଉଁ ସ୍ଥାନରେ ରଖିଛନ୍ତି ଆମେ ସେହି ସ୍ଥାନରେ ସ୍ଥିର ରହିବା ଉଚିତ। ସେ ଆମମାନଙ୍କୁ ଯେଉଁ ସ୍ଥାନରେ ରଖି ବ୍ୟବହାର କରିବାକୁ ଚାହାନ୍ତି ଆମେ ସେହି ସ୍ଥାନରେ ସ୍ଥିର ରହି ବିଶ୍ୱସ୍ତ ଭାବରେ ତାଙ୍କର ସେବା କରିବା ଉଚିତ। ପ୍ରଭୁ ବିଭିନ୍ନ ଲୋକକୁ ବିଭିନ୍ନ ପ୍ରକାର ଦାନ ଦେଇଅଛନ୍ତି ଓ ସେ ସେମାନଙ୍କୁ ତଦନୁଯାୟୀ ବ୍ୟବହାର କରିବାକୁ ଚାହାନ୍ତି। ତେଣୁ ପ୍ରଭୁଙ୍କର ଦାନ ମୋ ପ୍ରତି କ'ଣ ତାହା ପ୍ରଥମେ ଆମେ ଜାଣିବା ଉଚିତ ଓ ତଦନୁଯାୟୀ ସେହି ଦାନକୁ ତାହାଙ୍କ ଗୌରବ ନିମନ୍ତେ ବ୍ୟବହାର କରିବା ଉଚିତ। ଈଶ୍ୱର ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀଙ୍କ ପ୍ରତି ଏକ ସ୍ୱତନ୍ତ୍ର ସ୍ଥାନ ନିରୂପଣ କରିଅଛନ୍ତି, ଯେପରି ତାହାଙ୍କର ଦତ୍ତ ଦାନ ତାହାଙ୍କର ଗୌରବ ନିମନ୍ତେ ବ୍ୟବହୃତ ହେବାକୁ ପାରେ। ପ୍ରଥମ କରିନ୍ଥୀୟ 12 ପର୍ବର 7 ପଦରେ ଲେଖା ଅଛି, କିନ୍ତୁ ପ୍ରତ୍ୟେକ ଜଣକୁ ଆତ୍ମାଙ୍କ ଗୁଣ ପ୍ରକାଶକ ଦାନ ସାଧାରଣ ହିତ ନିମନ୍ତେ ପ୍ରଦତ୍ତ ହୁଏ। ତେଣୁ ଆମ୍ଭେମାନେ ସେହି ସ୍ଥାନ ମଧ୍ୟକୁ ଯିବା ଉଚିତ ଯେଉଁଠାରେ ଆମେ ଆମମାନଙ୍କର ଦାନକୁ ବ୍ୟବହାର କରିପାରିବା। ନୂତନ ନିୟମରେ ମଧ୍ୟ ଆମେ ଏପରି ଅନେକ ବ୍ୟକ୍ତିଙ୍କର ଉଦାହରଣ ପାଉ ଯେଉଁମାନେ ଈଶ୍ୱରଙ୍କ ଦତ୍ତ ଦାନକୁ ଉପଯୁକ୍ତ ଭାବେ ବ୍ୟବହାର କରିପାରିନଥିଲେ। ଉଦାହରଣ ସ୍ୱରୂପ ପାଉଲ ଦିମା ବୋଲି ଜଣେ ଯୁବକଙ୍କ ବିଷୟରେ କହନ୍ତି, କାରଣ ଦିମା ଏହି ବର୍ତ୍ତମାନ ସଂସାରକୁ ପ୍ରେମ କରି ମୋତେ ପରିତ୍ୟାଗ କରିଅଛି ଓ ଥେସଲୋନିକେକୁ ଯାଇଅଛି। ସେ ଜଗତ ମଧ୍ୟକୁ ଚାଲିଗଲେ। ଆମେ ଯେତେ ଦୂର ଜାଣୁ ଈଶ୍ୱର ତାହାଙ୍କ ନିମନ୍ତେ ଯେଉଁ ସ୍ଥାନ ମନୋନୀତ କରିଥିଲେ ସେ ସେହି ସ୍ଥାନ ନିମନ୍ତେ କେବେ ହେଲେ ଉପଯୁକ୍ତ ବୋଲି ବିବେଚିତ ହୋଇପାରିଲେ ନାହିଁ, ଅର୍ଥାତ୍ ସେ ବିଶ୍ୱସ୍ତତା ରକ୍ଷା କରିପାରିଲେ ନାହିଁ। 9-10 ପଦରେ ଲେଖା ଅଛି, ତୈଳ ଓ ସୁଗନ୍ଧି ଧୂପ ମନକୁ ଆହ୍ଲାଦିତ କରେ, ମନର ମନ୍ତ୍ରଣାରୁ ଜାତ ମିତ୍ରର ମିଷ୍ଟତା ତଦ୍ରୂପ କରେ। ନିଜର ବନ୍ଧୁକୁ ଓ ପିତାର ବନ୍ଧୁକୁ ତ୍ୟାଗ କର ନାହିଁ, ପୁଣି ତୁମ୍ଭର ବିପଦ ଦିନରେ ଆପଣା ଭାଇର ଗୃହକୁ ଯାଅ ନାହିଁ। ଦୂରସ୍ଥ ଭାଇଠାରୁ ନିକଟସ୍ଥ ପ୍ରତିବାସୀ ଭଲ। ଆମେ ସମସ୍ତେ ବନ୍ଧୁତା ସ୍ଥାପନ କରିବାକୁ ଚାହୁଁ ଓ ବନ୍ଧୁମାନଙ୍କୁ ଆବଶ୍ୟକ କରୁ ଓ ଏହା ଅତି ଉତ୍ତମ ହେବ ଯଦି ଆମେ ଆମମାନଙ୍କର ପ୍ରତିବାସୀ ସହିତ ଉତ୍ତମ ବନ୍ଧୁତା ସ୍ଥାପନ କରୁ ଓ ଯେଉଁମାନେ ଆମମାନଙ୍କଠାରୁ ଅତି ଦୂରରେ ଅଛନ୍ତି ସେମାନଙ୍କ ଅପେକ୍ଷା ଆମେ ଆମର ପ୍ରତିବାସୀମାନଙ୍କ ସହିତ ଉତ୍ତମ ବନ୍ଧୁତା ସ୍ଥାପନ କରିବା ନିମନ୍ତେ ଚେଷ୍ଟା କରୁ। 12 ପଦରେ ଲେଖା ଅଛି, ଚତୁର ଲୋକ ବିପଦ ଦେଖି ଆପଣଙ୍କୁ ଲୁଚାଏ, ମାତ୍ର ଅସତର୍କ ଲୋକ ଆଗ ବଢ଼ି ଶାସ୍ତି ପାଏ। ଯେଉଁ ମନୁଷ୍ୟ ଭାବେ ଯେ ସେ ଜଗତର ସମସ୍ୟାଗୁଡ଼ିକ ସମାଧାନ କରିପାରିବ ତାହାଠାରୁ ବଳି ମୂର୍ଖ ଆଉ କେହି ନାହିଁ। ଈଶ୍ୱରଙ୍କ ବାକ୍ୟ ସ୍ପଷ୍ଟ ଭାବେ ପ୍ରକାଶ କରେ ଯେ ଆଗକୁ ସମସ୍ୟା ରହିଅଛି ଓ ଏହି ଜଗତ ବିନାଶ ହେବାକୁ ଯାଉଅଛି ଓ ଈଶ୍ୱରଙ୍କ ବିଚାରର ସମ୍ମୁଖୀନ ହେବାକୁ ଯାଉଅଛି। ତେଣୁ ଯେ ଚତୁର ଲୋକ ସେ ସେହି ସମସ୍ୟାର ଦିନକୁ ଲକ୍ଷ୍ୟ କରି ନିଜକୁ ପ୍ରସ୍ତୁତ କରେ। ସେ ବୁଦ୍ଧିର ସହିତ ସମସ୍ତ କାର୍ଯ୍ୟ କରେ ଓ ସୁଯୋଗର ସଦ୍ବ୍ୟବହାର କରେ। ସେ ଯଦିଓ ପ୍ରଭୁଙ୍କ ଉପରେ ନିର୍ଭର କରେ ମାତ୍ର ନିଜର ସାଧାରଣ ଜ୍ଞାନକୁ ମଧ୍ୟ ବ୍ୟବହାର କରି ସେହି ସମସ୍ୟାର ମୁକାବିଲା କରିବା ନିମନ୍ତେ ନିଜକୁ ପ୍ରସ୍ତୁତ କରେ। 14 ପଦରେ ଲେଖା ଅଛି, ଯେଉଁ ଲୋକ ଅତି ପ୍ରଭାତରେ ଉଠି ଆପଣା ମିତ୍ରକୁ
ଉଚ୍ଚ ରବରେ ଆଶୀର୍ବାଦ କରେ, ତାହାର ସେହି କର୍ମ ତାହା ପ୍ରତି ଅଭିଶାପ ରୂପେ ଗଣିତ ହେବ। ଯେଉଁମାନେ ଏହିପରି ଆପଣା ମିତ୍ରକୁ ଉଚ୍ଚ ରବରେ ଆଶୀର୍ବାଦ କରନ୍ତି ବା ଅତି ମଧୁର କଥା କହି ତାହାକୁ ପ୍ରେମରେ ସମ୍ବୋଧନ କରନ୍ତି, ଆପଣ ଜାଣି ରଖନ୍ତୁ ତହିଁର ପଛରେ କିଛି କାରଣ ରହିଅଛି, କିଛି ଭିନ୍ନ ଉଦ୍ଦେଶ୍ୟ ରହିଅଛି। ତେଣୁ ଆପଣ ସେହିପରି ବନ୍ଧୁମାନଙ୍କଠାରୁ ସତର୍କ ରୁହନ୍ତୁ, ଯେଉଁମାନେ ଅତି ଉଚ୍ଚ ରବରେ ଆପଣଙ୍କର ପ୍ରଶଂସା କରନ୍ତି ବା ଆପଣ ଯେଉଁ ପ୍ରଶଂସା ପାଇବାକୁ ଯୋଗ୍ୟ ନୁହନ୍ତି ତାହାଠାରୁ ଅଧିକ ଆପଣଙ୍କର ପ୍ରଶଂସା କରନ୍ତି। ଏଠାରେ ବାଇବଲ ମଧ୍ୟରୁ ଜଣଙ୍କର ଚରିତ୍ର ସ୍ମରଣରେ ଆସିଯାଏ। ସେ ହେଉଛି ଅବସାଲୋମ, ଯିଏକି ଇସ୍ରାଏଲ ଲୋକମାନଙ୍କର ମନକୁ ହରଣ କରିବା ନିମନ୍ତେ ସେମାନଙ୍କୁ ତୋଷାମଦର କଥା କହି ଓ ସେମାନଙ୍କ ପ୍ରତି ଛଳନା ପ୍ରେମ ଦେଖାଇ ସେମାନଙ୍କର ସମର୍ଥନ ଲାଭ କରି ସିଂହାସନର ଅଧିକାରୀ ହେବାକୁ ଚେଷ୍ଟା କରିଥିଲା, ଯାହାକି ବିଶେଷରେ ରାଜନୈତିକ କ୍ଷେତ୍ରରେ ପରିଲକ୍ଷିତ ହୁଏ। ତେଣୁ ଏହି ପ୍ରକାର ଲୋକମାନଙ୍କଠାରୁ ସତର୍କ ରହିବା ଉଚିତ, କାରଣ ସ୍ୱାର୍ଥ ହାସଲ କରିବା ସେମାନଙ୍କର ଲକ୍ଷ୍ୟ। 27 ପର୍ବର 15 ଓ 16 ପଦରେ ଏହିପରି ଲେଖା ଅଛି, ଭାରି ବୃଷ୍ଟି ଦିନରେ ଅବିରତ ବିନ୍ଦୁପାତ ଓ କଳିହୁଡ଼ି ସ୍ତ୍ରୀ ଏ ଦୁଇ ଏକ ସମାନ ଅଟନ୍ତି। ଯେ ତାକୁ ଅଟକାଏ ସେ ବାୟୁକୁ ଅଟକାଏ ଓ ତାହାର ଦକ୍ଷିଣ ହସ୍ତ ତୈଳ ଉପରେ ପଡ଼େ। ତେବେ ଏହି କଳିହୁଡ଼ି ସ୍ତ୍ରୀ ବିଷୟ ନେଇ ଆମେ ପୂର୍ବରୁ ଆଲୋଚନା କରିସାରିଛୁ। ଏହି କଳିହୁଡ଼ି ସ୍ତ୍ରୀ ସଙ୍ଗରେ ବସବାସ କରିବା ଅତି କଷ୍ଟକର ଓ ଏହି ପ୍ରକାର ସ୍ତ୍ରୀମାନଙ୍କ ଲାଗି ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ବିଚ୍ଛେଦ ଘଟେ ଓ ସମୟ ସମୟରେ ଏହା ଅତି ଭୟଙ୍କର ଆକାର ଧାରଣ କରେ। 17 ପଦରେ ଲେଖା ଅଛି, ଯେପରି ଲୁହା ଲୁହାକୁ ସତେଜ କରେ ସେପରି ମନୁଷ୍ୟ ଆପଣା ବନ୍ଧୁର ମୁଖ ସତେଜ କରେ। ବାସ୍ତବରେ ଏପରି ଏକ ବନ୍ଧୁ ପାଇବା ଅତି ଚମତ୍କାର ବିଷୟ, ଯାହା ସହିତ ଆପଣ କଥାବାର୍ତ୍ତା ଓ ଆଲୋଚନା କରିବା ଦ୍ୱାରା ଆପଣଙ୍କର ଜ୍ଞାନକୁ ବଢ଼ାଇ ପାରିବେ ଓ ଅନେକ କିଛି ଉତ୍ତମ ବିଷୟ ଶିକ୍ଷା କରି ଲାଭବାନ ହୋଇପାରିବେ। 19 ପଦରେ ଲେଖା ଅଛି, ଯେପରି ଜଳ ମୁଖକୁ ମୁଖ ଦେଖାଏ ସେପରି ହୃଦୟ ମନୁଷ୍ୟକୁ ମନୁଷ୍ୟ ଦେଖାଏ। ଏପରି ଏକ ବନ୍ଧୁ ପାଇବା ଚମତ୍କାର ବିଷୟ, ଯାହା ନିକଟରେ ଆପଣ ନିଜର ହୃଦୟକୁ ଖୋଲି ଦେଇପାରିବେ। ଜାଣିଥିବେ ଯେ ସେ ଆପଣଙ୍କୁ କେବେ ହେଲେ ପ୍ରତାରଣା କରିବ ନାହିଁ। ଜଣେ ବନ୍ଧୁ ଅଛନ୍ତି, ସେ ଆଜି ମଧ୍ୟ ଆପଣଙ୍କୁ ଜାଣନ୍ତି ଓ ଆପଣଙ୍କୁ ପ୍ରେମ କରନ୍ତି, ଆଉ ସେ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। 20 ପଦରେ ଲେଖା ଅଛି, ଯେପରି ପାତାଳ ଓ ବିନାଶ ସ୍ଥାନ କେତେବେଳେ ତୃପ୍ତ ନୁହେଁ ସେପରି ମନୁଷ୍ୟର ଚକ୍ଷୁ କେତେବେଳେ ତୃପ୍ତ ନୁହେଁ। ଆମେ ଯେତେ ଦେଖିଲେ ମଧ୍ୟ ଆହୁରି ଅଧିକ କିଛି ଦେଖିବାକୁ ଚାହୁଁ। ଆମେ ସଦାସର୍ବଦା କିଛି ନା କିଛି ଦେଖିବାକୁ ଚାହୁଁ। ତେଣୁକରି ଆମେ ଏହି ଜଗତରେ ଯେତେ ଭ୍ରମଣ କଲେ ମଧ୍ୟ ଆହୁରି ଅଧିକ ଭ୍ରମଣ କରି ବିଭିନ୍ନ ବିଷୟ ଦେଖିବାକୁ ଚାହୁଁ। 21 ପଦରେ ଲେଖା ଅଛି, କୋଇରେ ରୂପା ଉମାଇରେ ସୁନା ପ୍ରଶଂସାରେ ମନୁଷ୍ୟ ପରୀକ୍ଷିତ ହୁଏ। ଯେଉଁମାନେ ଆପଣଙ୍କର ପ୍ରଶଂସା କରନ୍ତି ଆପଣ ସେଥି ନିମନ୍ତେ ସତର୍କ ରୁହନ୍ତୁ, କାରଣ ପ୍ରଶଂସାର ପରବର୍ତ୍ତୀ ପଦକ୍ଷେପ ହେଉଛି ପତନ। ମନୁଷ୍ୟ ପ୍ରଶଂସା ପାଇବା ଦ୍ୱାରା ତା'ର ମନରେ ଅହଙ୍କାର ଆସେ ଓ ଅହଙ୍କାର ଆସିଲେ ପତନ ଆସେ। ତେଣୁ ଯେତେବେଳେ କେହି ଆପଣଙ୍କର ପ୍ରଶଂସା କରନ୍ତି ସେତେବେଳେ ଆପଣ ଅଧିକ ସତର୍କ ହୋଇ ଚାଲିବା ଉଚିତ, ଯେପରି ଆପଣ ପତନ ଆଡ଼କୁ ଗତି ନ କରନ୍ତି। 24 ପଦରେ ଲେଖା ଅଛି, କାରଣ ସମ୍ପତ୍ତି ଅନନ୍ତକାଳ ସ୍ଥାୟୀ ନୁହେଁ ଓ ମୁକୁଟ କ'ଣ ପୁରୁଷାନୁକ୍ରମରେ ଥାଏ। ଲେଖା ଅଛି, ସମ୍ପତ୍ତି ଅନନ୍ତକାଳ ସ୍ଥାୟୀ ନୁହେଁ। ଆପଣ ଆପଣଙ୍କର ଧନକୁ ନେଇ ସ୍ୱର୍ଗ ଯିବେ ନାହିଁ। ଆଜି ଆପଣଙ୍କର ଧନ ଅଛି, କାଲି ନଥାଇପାରେ। ଏହାର ଅନନ୍ତ ରାଜ୍ୟରେ କୌଣସି ମୂଲ୍ୟ ନାହିଁ। ଜଗତର ଧନ, ଜଗତର ମାନ ସମ୍ମାନ କେବଳ କ୍ଷଣିକ ଓ ଅସ୍ଥାୟୀ। ଏହି ସମସ୍ତ ଆମମାନଙ୍କୁ ସେହି ସ୍ୱର୍ଗୀୟ ଧନ ଓ ବିଭବର ଅଧିକାରୀ କରାଇପାରିବ ନାହିଁ। ମାତ୍ର ଈଶ୍ୱର ତାହାଙ୍କର ଆଶ୍ରିତମାନଙ୍କ ନିମନ୍ତେ ବା ତାହାଙ୍କର ବିଶ୍ୱାସୀମାନଙ୍କ ନିମନ୍ତେ ସେହି ଅକ୍ଷୟ ଓ ଚିରସ୍ଥାୟୀ ଧନ ସ୍ୱର୍ଗରେ ସଞ୍ଚୟ କରି ରଖିଅଛନ୍ତି। ପବିତ୍ର ବାଇବଲ କହେ, ଯେଉଁଠାରେ କୀଟ ଓ କଳଙ୍କ କ୍ଷୟ କରେ, ପୁଣି ଚୋରମାନେ ସିନ୍ଧି କାଟି ଚୋରି କରନ୍ତି, ଏପରି ପୃଥିବୀରେ ଆପଣା ଆପଣା ନିମନ୍ତେ ଧନ ସଞ୍ଚୟ କର ନାହିଁ। ମାତ୍ର ଯେଉଁଠାରେ କୀଟ ଓ କଳଙ୍କ କ୍ଷୟ ନ କରେ ଏବଂ ଚୋରମାନେ ସିନ୍ଧି କାଟି ଚୋରି ନ କରନ୍ତି, ଏପରି ସ୍ୱର୍ଗରେ ଆପଣା ଆପଣା ନିମନ୍ତେ ଧନ ସଞ୍ଚୟ କର। ପ୍ରିୟ ବନ୍ଧୁ, ଆଜି ଯଦି ଆମେ ସେହି ସ୍ୱର୍ଗୀୟ ଧନରେ ଧନବାନ ହେବାକୁ ଚାହୁଁ, ତାହେଲେ ଆମକୁ ସେହି ଖ୍ରୀଷ୍ଟଙ୍କ ସହିତ ବନ୍ଧୁତା ସ୍ଥାପନ କରିବାକୁ ହେବ, ଯାହାଙ୍କ ଦ୍ୱାରା ହିଁ ଆମେ ସେହି ସ୍ୱର୍ଗୀୟ ଧନର ଅଧିକାରୀ ହୋଇପାରିବା। ଆଉ ତାହା ହେଉଛି ଅନନ୍ତ ଜୀବନ ରୂପକ ଧନ। ଆସନ୍ତୁ ଏହାପରେ 28 ପର୍ବ ମଧ୍ୟକୁ ଯିବା। 28 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, କେହି ନ ଗୋଡ଼ାଇଲେ ହେଁ ଦୁଷ୍ଟ ପଳାଏ, ମାତ୍ର ଧାର୍ମିକମାନେ ସିଂହ ପରି ସାହସିକ। ପାପ ପ୍ରତି ମନୁଷ୍ୟର ଯେଉଁ ପ୍ରକାର ଚିନ୍ତାଧାରା ଥାଉନା କାହିଁକି, ମାତ୍ର ଏହା ମନୁଷ୍ୟକୁ ଏପ୍ରକାର ଏକ ସ୍ତରରେ ରଖେ ଯେଉଁ କ୍ଷେତ୍ରରେ ମନୁଷ୍ୟ ମନରେ ସଦାସର୍ବଦା ଭୟଜାତ ହୁଏ ଓ ମନୁଷ୍ୟ ନିଜେ ନିଜକୁ ଦୋଷୀ ସାବ୍ୟସ୍ତ କରାଏ। ତାହାର ନିଜ ବିବେକ ତାହାକୁ ଗଞ୍ଜଣା ଦିଏ।
ଯେ ତୁ ଯାହା କରିଛୁ ତାହା ଠିକ୍ ନୁହେଁ, ତାହା ପାପ। ତେଣୁକରି କେହି ତାହାକୁ ତାହାର ପାପ ବିଷୟରେ କିଛି ନ କହିଲେ ମଧ୍ୟ କିମ୍ବା ନ ଜାଣିଲେ ମଧ୍ୟ ସେ ଆପେ ଆପେ ନିଜକୁ ନିର୍ଦ୍ଦୋଷୀ ବୋଲି ଦେଖାଇବାକୁ ଚେଷ୍ଟା କରିବ ବା ସେ ନିଜକୁ ସମସ୍ତଙ୍କଠାରୁ ପୃଥକ ରଖିବା ପାଇଁ ଚାହିଁବ ବା ସେ ନିଜର ଦୋଷକୁ ଲୁଚାଇବା ପାଇଁ ଚେଷ୍ଟା କରିବାକୁ ଯାଇ ନିଜର ଆତ୍ମପକ୍ଷ ସମର୍ଥନ କରିବ। ଆଜି ଅନେକ ଲୋକ ସେହିପରି କରିବା ନିମନ୍ତେ ଚେଷ୍ଟା କରନ୍ତି, ମାତ୍ର ସେମାନଙ୍କ ବିବେକ ସେମାନଙ୍କୁ ଗଞ୍ଜଣା ଦିଏ। ମାତ୍ର ଧାର୍ମିକମାନେ ସିଂହ ପରି ସାହସିକ। ଯଦି ଜଣେ ମନୁଷ୍ୟ ଦୋଷ କରିନାହିଁ ତାହେଲେ ସେ ଦୃଢ଼ତାର ସହିତ ଛିଡ଼ା ହୋଇ ନିର୍ଭୟରେ କହିପାରିବ ଯେ ସେ କିଛି ଦୋଷ କରିନାହିଁ। ଯଦି ତାହାର ନିଜ ମନ ଦୋଷରୁ ମୁକ୍ତ ଅଟେ ତାହେଲେ ସେ ଅନ୍ୟମାନଙ୍କର ମନର ଚିନ୍ତାଧାରା ପ୍ରତି କେବେ ହେଲେ ଭ୍ରୂକ୍ଷେପ କରିବ ନାହିଁ କି କାହା ପ୍ରତି ଭୟ କରିବ ନାହିଁ। ସେ ନିର୍ଭୀକ ହୋଇ ରହିବ, ସେ ଅସ୍ଥିର ହେବ ନାହିଁ। 28 ପର୍ବର 9 ପଦରେ ଲେଖା ଅଛି, ଯେଉଁ ଲୋକ ବ୍ୟବସ୍ଥା ଶୁଣିବାରୁ ଆପଣା କର୍ଣ୍ଣ ଫେରାଏ ତାହାର ପ୍ରାର୍ଥନା ହିଁ ଘୃଣାର ବିଷୟ ହୁଏ। ଏଠାରେ ବ୍ୟବସ୍ଥାର ଅର୍ଥ ଈଶ୍ୱରଙ୍କ ବାକ୍ୟ। ଏହା ସଲୋମନଙ୍କ ସମୟ ପର୍ଯ୍ୟନ୍ତ ସମସ୍ତ ବିଷୟକୁ ଉପସ୍ଥାପିତ କରେ। ସଲୋମନଙ୍କ ସମୟ ପୂର୍ବରୁ ମୋଶାଙ୍କର ପ୍ରଥମ 5ଟି ପୁସ୍ତକ, ଝିଅସିଓ, ବିଚାରକର୍ତ୍ତା ଓ ଗୀତ ସଂହିତାର ଅନେକ ଗୀତଗୁଡ଼ିକ ମଧ୍ୟ ବ୍ୟବହୃତ ହୋଇସାରିଥିଲା। ଏଠାରେ ଈଶ୍ୱର ଯେଉଁ ବିଷୟଟି ପ୍ରକାଶ କରନ୍ତି ତାହା ଅତି ଗୁରୁତ୍ୱପୂର୍ଣ୍ଣ। ଆପଣ ଯଦି ଚାହାନ୍ତି ଯେ ଈଶ୍ୱର ଆପଣଙ୍କର ପ୍ରାର୍ଥନା ଶୁଣନ୍ତୁ ବୋଲି, ତାହେଲେ ଆପଣ ତାହାଙ୍କର ବାକ୍ୟ ପ୍ରଥମେ ଶୁଣିବା ଆବଶ୍ୟକ। ସେ ଏଠାରେ ସ୍ପଷ୍ଟ ଭାବେ ପ୍ରକାଶ କରନ୍ତି ଯେ ସେ ଈଶ୍ୱର ବିହୀନ ଲୋକମାନଙ୍କର ପ୍ରାର୍ଥନା ଶୁଣନ୍ତି ନାହିଁ। ପ୍ରଥମ ପିତର 3 ପର୍ବର 12 ପଦରେ ଲେଖା ଅଛି, କାରଣ ଧାର୍ମିକମାନଙ୍କ ପ୍ରତି ପ୍ରଭୁଙ୍କ ଦୃଷ୍ଟି ଅଛି, ସେମାନଙ୍କ ବିନତି ପ୍ରତି ତାହାଙ୍କ କର୍ଣ୍ଣ ଉନ୍ମୁକ୍ତ ଅଟେ, କିନ୍ତୁ ପ୍ରଭୁଙ୍କର ମୁଖ ଦୁଷ୍କର୍ମକାରୀମାନଙ୍କ ପ୍ରତିକୂଳ। କିନ୍ତୁ ଏଠାରେ ଏହି ହିତୋପଦେଶରେ ଆମେ ଦେଖୁ ଯେ ତାହାର ପ୍ରାର୍ଥନା ଈଶ୍ୱରଙ୍କ ପ୍ରତି ଘୃଣାର ବିଷୟ। 28 ପର୍ବ 10 ପଦରେ ଲେଖା ଅଛି, ଯେଉଁ ଲୋକ ସରଳ ଲୋକକୁ ମନ୍ଦ ପଥରେ ଯିବାକୁ ଭୁଲାଏ ସେ ସ୍ୱକୃତ ଖାତରେ ଆପେ ପଡ଼ିବ, ମାତ୍ର ସିଦ୍ଧ ଲୋକେ ମଙ୍ଗଳ ଅଧିକାର କରିବେ। ଏହା ହେଉଛି ଈଶ୍ୱରଙ୍କ ନିୟମ, ଯାହାକି ଏହି ଜଗତରେ କାର୍ଯ୍ୟକାରୀ ହୁଏ। ଆପଣ ଏହା ବାରମ୍ବାର ଈଶ୍ୱରଙ୍କ ବାକ୍ୟ ମଧ୍ୟରେ ଲକ୍ଷ୍ୟ କରିବାକୁ ପାରିବେ। ଉଦାହରଣ ସ୍ୱରୂପ ଦାଉଦ ନିଜର ପାପ ହେତୁ ନିଜର ପରିବାର ପ୍ରତି ଓ ନିଜ ଗୃହ ପ୍ରତି ଅପବାଦ ଓ ଦୁର୍ନାମ ଆଣିଲେ। 28 ପର୍ବର 11 ପଦରେ ଲେଖା ଅଛି, ଧନବାନ ଆପଣା ଦୃଷ୍ଟିରେ ଜ୍ଞାନବାନ, ମାତ୍ର ବୁଦ୍ଧିମାନ ଦିନହୀନ ଲୋକ ତାହାର ପରିଚୟ ନିଏ। ଧନ ଗର୍ବ ଓ ଅହଙ୍କାର ଜାତ କରାଏ। ଆପଣ ଦେଖିବାକୁ ପାରିବେ ଯେ ସାଧାରଣତଃ ଧନୀ ବ୍ୟକ୍ତିମାନେ ନିଜର ଧନର ବଳରେ ସବୁକିଛି କରିପାରିବେ ବୋଲି ଭାବନ୍ତି, ମାତ୍ର ତାହା ହିଁ ହେଉଛି ସେମାନଙ୍କର ଦୁର୍ବଳତା। ହଁ, ସେମାନେ ଧନର ବଳରେ ସମସ୍ତ ପ୍ରକାର ଜଗତର ବିଷୟ ସବୁ ପ୍ରାପ୍ତ ହୋଇପାରନ୍ତି, ମାତ୍ର ସେମାନେ ଆତ୍ମିକ ବିଷୟ ସବୁ ପ୍ରାପ୍ତ ହୋଇପାରନ୍ତି ନାହିଁ। ମାତ୍ର ଜଣେ ବୁଦ୍ଧିମାନ ଦିନହୀନ ଲୋକ ସେ ଜାଗତିକ ଧନରେ ଧନବାନ ହୋଇନପାରେ, ମାତ୍ର ତାହାର ଆତ୍ମିକ ବିଚାର ବୁଦ୍ଧି ଓ ବିଶ୍ୱାସ ତାହାକୁ ଆତ୍ମିକ ଧନରେ ଧନବାନ କରେ ଓ ସେ ଧନୀ ବ୍ୟକ୍ତିର ସାକ୍ଷ୍ୟ ଶୁଣି ଜାଣିପାରେ ଯେ ତାହାର ସାକ୍ଷ୍ୟରେ ବାସ୍ତବତା ନାହିଁ। ଯଦିବା ଏହା ବାସ୍ତବ ହୋଇଥାଏ, ମାତ୍ର ତହିଁରେ ଆତ୍ମିକ ବିଷୟର ଆତ୍ମିକ ଚିନ୍ତାଧାରା ବା ବୁଝାମଣାର ଅଭାବ ରହିଥାଏ। 28 ପର୍ବର 13 ପଦରେ ଲେଖା ଅଛି, ଯେ ଆପଣା ଅଧର୍ମ ଆଚ୍ଛାଦନ କରେ ସେ ମଙ୍ଗଳ ପାଏ ନାହିଁ, ମାତ୍ର ଯେଉଁ ଲୋକ ତାହା ସ୍ୱୀକାର କରି ଛାଡ଼େ ସେ ଦୟା ପାଇବ। ଏହା ଏକ ମହାନ ଉପଦେଶ। ଆମେ ସାଧାରଣତଃ ନିଜର ପାପ ସବୁକୁ ଛପାଇ ରଖିବା ନିମନ୍ତେ ଚେଷ୍ଟା କରୁ, ମାତ୍ର ସେହି ସବୁକୁ ସ୍ୱୀକାର କରିବାକୁ ଚାହୁଁନା କିମ୍ବା ତହିଁ ନିମନ୍ତେ ଅନୁତାପ ମଧ୍ୟ କରୁନା। ଆମେ ଅତି ଉତ୍ତମ ଲୋକ ବୋଲି ଜଗତ ନିକଟରେ ଦେଖାଇବାକୁ ଚାହୁଁ, ମାତ୍ର ପବିତ୍ର ବାଇବଲ କହେ, ଯିଏ ଆପଣା ଅଧର୍ମ ଆଚ୍ଛାଦନ କରେ ସେ ମଙ୍ଗଳ ପାଏ ନାହିଁ, ମାତ୍ର ଯେଉଁ ଲୋକ ତାହା ସ୍ୱୀକାର କରି ଛାଡ଼େ ସେ ଦୟା ପାଇବ। ନୂତନ ନିୟମରେ ମଧ୍ୟ ଆମେ ଏହି ବିଷୟ ନେଇ ପ୍ରକାଶ କରାଯାଇଥିବାର ଲକ୍ଷ୍ୟ କରିବାକୁ ପାରୁ। ପ୍ରଥମ ଯୋହନ 1 ପର୍ବର 9 ପଦରେ ଲେଖା ଅଛି, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ତେବେ ଏହା ସର୍ବସାକ୍ଷାତରେ ପାପର ସ୍ୱୀକାରୋକ୍ତିର ବିଷୟକୁ ପ୍ରକାଶ କରେ ନାହିଁ, ମାତ୍ର ଏହା ପ୍ରଭୁ ଓ ଆପଣଙ୍କ ମଧ୍ୟରେ ଘଟିଥାଏ ଓ ପାପର ସମାଧାନ ହୋଇଥାଏ। ଆପଣ ପ୍ରଭୁଙ୍କ ନିକଟରେ ଆପଣଙ୍କର ପାପ ସବୁ ସ୍ୱୀକାର କରିବା ଦ୍ୱାରା ଆପଣ କ୍ଷମାପ୍ରାପ୍ତ ହୋଇଥାନ୍ତି। ତେଣୁ ନିଜର ବନ୍ଧୁମାନଙ୍କ ନିକଟରେ ନିଜକୁ ନିଷ୍ପାପୀ ବୋଲି ଦେଖାଇବାକୁ ଚେଷ୍ଟା କରିବା ଏକ ମସ୍ତ ବଡ଼ ଭୁଲ। ଆପଣ ଯଦି ଆପଣଙ୍କର ପାପକୁ ସ୍ୱୀକାର କରି ତାହା ପରିତ୍ୟାଗ କରନ୍ତି ତାହେଲେ ଆପଣ ଦୟାପ୍ରାପ୍ତ ହେବେ। ବାସ୍ତବରେ ଏହା କେତେ ଚମତ୍କାର ବିଷୟ। 14 ପଦରେ ଲେଖା ଅଛି,
ଯେଉଁ ଲୋକ ସବୁବେଳେ ଭୟ ରଖେ ସେ ଧନ୍ୟ, ମାତ୍ର ଯେ ଆପଣା ମନକୁ କଠିନ କରେ ସେ ଆପଦରେ ପଡ଼ିବ। ଏହାର ଅର୍ଥ ହେଉଛି ପ୍ରଭୁଙ୍କ ଭୟରେ ଜୀବନଯାପନ କରିବା। ଆପଣଙ୍କର ମନେ ଥିବ ଯେ ଏହି ହିତୋପଦେଶରେ ଲେଖା ଅଛି, ସଦାପ୍ରଭୁଙ୍କ ବିଷୟକ ଭୟ ଜ୍ଞାନର ଆରମ୍ଭ। ଏହାର ଅର୍ଥ ଆମମାନଙ୍କର ହୃଦୟ ଈଶ୍ୱରଙ୍କ ପ୍ରତି ସଦାସର୍ବଦା ଉନ୍ମୁକ୍ତ ରହିବା ଉଚିତ। ଯେଉଁ ମନୁଷ୍ୟ ପ୍ରଭୁଙ୍କୁ ଭୟ କରେ ସେ ପ୍ରଭୁଙ୍କର କଥା ଶୁଣେ। ସେ ହେଉଛି ସେହି ବ୍ୟକ୍ତି ଯେ କି ଈଶ୍ୱରଙ୍କ ସନ୍ତୋଷଜନକ ଜୀବନଯାପନ କରେ। ତାଙ୍କର ବାଧ୍ୟ ହୁଏ, ତାଙ୍କ ନିକଟରେ ନମ୍ରତାର ସହିତ ଆଚରଣ କରେ। ସେ ନିଜର ଦୁର୍ବଳତାକୁ ଜାଣି ପ୍ରଭୁଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର ରଖେ। ଏହା ହିଁ ହେଉଛି ସଦାପ୍ରଭୁଙ୍କ ବିଷୟକ ଭୟ ଜ୍ଞାନର ଆରମ୍ଭ। 17 ପଦରେ ଲେଖା ଅଛି, ଯେଉଁ ଲୋକ କୌଣସି ଲୋକର ରକ୍ତରେ ଭାରଗ୍ରସ୍ତ ହୁଏ ସେ ଗର୍ତ୍ତ ପର୍ଯ୍ୟନ୍ତ ପଳାଇବ, କେହି ତାହାକୁ ନ ଅଟକାଉ। ଯେଉଁ ବ୍ୟକ୍ତି ଏକ ଭୟଙ୍କର ଅପରାଧ କରିବା ଦ୍ୱାରା ତାହାର ବିବେକ ତାହାକୁ ତାହାର ସେହିପରି ଅପରାଧ ନିମନ୍ତେ ଦୋଷୀ କରାଏ, ସେ ତହିଁର ପ୍ରତିଫଳ ଭୋଗ କରିବ। ଏହା ତାହାକୁ ଶେଷରେ ଆତ୍ମହତ୍ୟା କରିବା ନିମନ୍ତେ କଢ଼ାଇ ନେବ। ଏହାର ଜ୍ୱଳନ୍ତ ଉଦାହରଣ ଆମେ ପବିତ୍ର ବାଇବେଲ ମଧ୍ୟରେ ଅନେକ ସ୍ଥାନରେ ଲକ୍ଷ୍ୟ କରିବାକୁ ପାରୁ। ଉଦାହରଣ ସ୍ୱରୂପ ଆମେ ଇସ୍କାରିୟତ ଯୁହୁଦାକୁ ଲକ୍ଷ୍ୟ କରିବାକୁ ପାରିବା। ସେ ଯେଉଁ ଜଘନ୍ୟ ଅପରାଧ କରିଥିଲା ତହିଁ ନିମନ୍ତେ ତାହାକୁ ଆତ୍ମହତ୍ୟା କରିବାକୁ ପଡ଼ିଲା। ଏପରିକି ଅନେକ କ୍ଷେତ୍ରରେ ସେହି ଅପରାଧୀ ନିଜର ଅପରାଧକୁ ସ୍ୱୀକାର କରେ ଓ ତାହାକୁ ଲୁଚାଇ ରଖିପାରେ ନା। କିନ୍ତୁ ସେ କାହିଁକି ଏପରି କରେ? କାରଣ ସେହି ଅପରାଧ ତାହାର ମନରେ ଓ ହୃଦୟରେ ରହିଥାଏ, ଯାହାକୁ ସେ କେବେ ହେଲେ ଭୁଲିପାରେ ନା ଓ ତାହା ତାହାର ହୃଦୟକୁ ଆଘାତ ଦିଏ। ଈଶ୍ୱର ଆମମାନଙ୍କୁ ସେହି ପ୍ରକାରେ ମଧ୍ୟ ପ୍ରସ୍ତୁତ କରିଥାନ୍ତି ଯେପରି ସେ ଆମ୍ଭମାନଙ୍କୁ ତାହାଙ୍କର ନିକଟବର୍ତ୍ତୀ କରାଇପାରନ୍ତି। ମନୁଷ୍ୟ ମାତ୍ରକେ ଆମମାନେ ଭୁଲ କରିବସୁ, ଆମମାନେ ଅପରାଧ କରିବସୁ, କିନ୍ତୁ ପ୍ରଭୁ ଚାହାନ୍ତି ଯେପରି ଆମମାନେ ତାହା ସ୍ୱୀକାର କରୁ। ଭୁଲ କାହାର ନାହିଁ, ଅପରାଧ କାହାର ନାହିଁ, କିନ୍ତୁ ପ୍ରଭୁ ଚାହାନ୍ତି ଯେପରି ଆମମାନେ ତାହା ସ୍ୱୀକାର କରି ଛାଡ଼ୁ। ଯଦି ଆମେ ତାହା ସ୍ୱୀକାର କରି ଛାଡ଼ୁ ତାହେଲେ ଆମମାନେ ଉଦ୍ଧାରପ୍ରାପ୍ତ ହେବା, ପ୍ରଭୁଙ୍କର ଅନୁଗ୍ରହର ଅଧିକାରୀ ହୋଇପାରିବା। 24 ପଦରେ ଲେଖା ଅଛି, ଯେ ଆପଣା ପିତା କି ମାତାର ଦ୍ରବ୍ୟ ଅପହରଣ କରି କହେ ଏଥିରେ କିଛି ଅଧର୍ମ ନାହିଁ, ସେ ସଂହାରକର ସଙ୍ଗୀ। ଜଣେ ଯୁବକ ଭାବିପାରେ ଯେ ମୁଁ ମୋର ପିତାଙ୍କର ଅଧିକୃତ ଧନ ସମ୍ପତ୍ତିର ଉତ୍ତରାଧିକାରୀ ହେବାକୁ ଯାଉଅଛି, ତେଣୁ ବର୍ତ୍ତମାନ ମୁଁ ତହିଁରୁ କିଛି ନେବି। ମାତ୍ର ଈଶ୍ୱର କହନ୍ତି ଯେ ତାହା ହେଉଛି ଏକ ଅପରାଧ। ପ୍ରଭୁ ଯୀଶୁ ମଧ୍ୟ ତାହାଙ୍କ ସମୟର ସେହି ଧାର୍ମିକ ନେତାମାନଙ୍କୁ ତିରସ୍କାର କରିଥିଲେ, କାରଣ ସେମାନେ ଏହିପରି ଶିକ୍ଷା ଦେଉଥିଲେ ଯେ ଯେଉଁ ମୁହୂର୍ତ୍ତରେ ଜଣେ ବ୍ୟକ୍ତି ତାହାର ପିତାକୁ କିମ୍ବା ମାତାକୁ କହେ ଏହା କର୍ବାନ ହୋଇଅଛି ଅର୍ଥାତ୍ ମାନତ ହୋଇଅଛି, କିମ୍ବା ଯାହାଦ୍ୱାରା ଆପଣଙ୍କର ଉପକାର ହୋଇଥାନ୍ତା ତାହା ମୁଁ ଈଶ୍ୱରଙ୍କୁ ଦେବା ନିମନ୍ତେ ସ୍ଥିର କରିଅଛି, ସେ ସେହି ମୁହୂର୍ତ୍ତରେ ସେହି ସମସ୍ତ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଅଛି ଓ ତାହା ସବୁ ତାହାର ପିତାମାତାଙ୍କ ଉଦ୍ଦେଶ୍ୟରେ ବ୍ୟବହାର କରିବାରୁ ମୁକ୍ତ ହୋଇଅଛି। କିନ୍ତୁ ଏହି ସମସ୍ତ ଶିକ୍ଷା ଯେ ଈଶ୍ୱରଙ୍କ ଆଜ୍ଞାର ବିରୁଦ୍ଧ ତାହା ପ୍ରଭୁ ଯୀଶୁ ପ୍ରକାଶ କରିଦିଅନ୍ତି, କାରଣ ଏହା ପିତାମାତାଙ୍କ ପ୍ରତି କର୍ତ୍ତବ୍ୟରେ ଅବହେଳା କରିବାକୁ ପ୍ରବର୍ତ୍ତାଏ। ଘଟଣାକ୍ରମେ ଆପଣ ଯଦି ଜଣେ ପିତା ଅଟନ୍ତି ତାହେଲେ ଆପଣ ଆପଣଙ୍କ ଗୃହରେ ଘଟୁଥିବା ଚୋରିହାରିକୁ ପ୍ରଶ୍ରୟ ଦେବା ଉଚିତ ନୁହେଁ, କିମ୍ବା ତାହାକୁ ଉପେକ୍ଷା କରିବା ଉଚିତ ନୁହେଁ। ଏହାପରେ 25-28 ପଦ ମଧ୍ୟରେ ଏହିପରି ଲେଖା ଅଛି, ବହୁ ପ୍ରତ୍ୟାଶୀ ପ୍ରାଣ ବିବାଦ ଜନ୍ମାଏ, ମାତ୍ର ଯେ ସଦାପ୍ରଭୁଙ୍କ ଉପରେ ନିର୍ଭର ରଖେ ସେ ହୃଷ୍ଟପୁଷ୍ଟ ହେବ। ଯେ ଆପଣା ଅନ୍ତଃକରଣରେ ନିର୍ଭର ରଖେ ସେ ମୂର୍ଖ, ମାତ୍ର ଯେ ଜ୍ଞାନରେ ଚାଲେ ସେ ରକ୍ଷା ପାଇବ। ଯେ ଦରିଦ୍ରକୁ ଦାନ କରେ ତାହାର ଅଭାବ ହେବ ନାହିଁ, ମାତ୍ର ଯେ ଆପଣା ଚକ୍ଷୁ ମୁଦେ ସେ ଅନେକ ଅଭିଶାପ ପାଇବ। ଦୁଷ୍ଟମାନେ ଉନ୍ନତ ହେଲେ ଲୋକେ ଆପଣାମାନଙ୍କୁ ଲୁଚାନ୍ତି, ମାତ୍ର ସେମାନେ ବିନଷ୍ଟ ହେଲେ ଧାର୍ମିକ ଗଣ ବର୍ଦ୍ଧିଷ୍ଣୁ ହୁଅନ୍ତି। ପ୍ରିୟ ବନ୍ଧୁ, ପ୍ରଭୁ ଆଜି ତାହାଙ୍କର ବାକ୍ୟ ମଧ୍ୟ ଦେଇ ଆମମାନଙ୍କୁ ସଚେତନ କରାଇ ଦିଅନ୍ତି, ଯେପରି ଆମମାନେ ଆମମାନଙ୍କର ଦୈନନ୍ଦିନ ଜୀବନରେ, ଆମମାନଙ୍କର କାର୍ଯ୍ୟକଳାପରେ, ଆମମାନଙ୍କର ଆଚାର ବ୍ୟବହାରରେ ଯେପରି ଆମମାନେ ସତର୍କ ହେଉ। ଆମମାନେ ଯେପରି ମୂର୍ଖ ପରି କାର୍ଯ୍ୟ ନ କରୁ, ମାତ୍ର ଆମମାନେ ଯେପରି ଜ୍ଞାନୀ ପରି ଆଚରଣ କରୁ। ଆମେ ଯେପରି ସେ ଧାର୍ମିକତାର ପଥରେ ଅଗ୍ରସର ହେଉ। ଆମେ ଯେପରି ଈଶ୍ୱରଙ୍କ ପ୍ରତି ଉପଯୁକ୍ତ କର୍ତ୍ତବ୍ୟ କରୁ, ଈଶ୍ୱରଙ୍କର ବଶୀଭୂତ ହୋଇ ତାହାଙ୍କର ବାଧ୍ୟ ହେଉ, ତାହାଙ୍କର ବାକ୍ୟ ଅନୁଯାୟୀ ଜୀବନଯାପନ କରୁ। ଅନେକ ସମୟରେ ଆମମାନେ ଜାଣତରେ ହେଉ ବା ଅଜାଣତରେ ହେଉ ଅନେକ କିଛି ଭୁଲ କରିବସୁ। ଆମମାନଙ୍କର କାର୍ଯ୍ୟକଳାପରେ, ଆମମାନଙ୍କର ଆଚାର ବ୍ୟବହାରରେ ଆମମାନେ ଈଶ୍ୱରଙ୍କର ବିରୁଦ୍ଧାଚରଣ କାର୍ଯ୍ୟ କରୁ। କିନ୍ତୁ ପ୍ରଭୁ ଆଜି ତାଙ୍କର ବାକ୍ୟ ମଧ୍ୟ ଦେଇ ଆମମାନଙ୍କୁ ସଚେତନ କରାଇ ଦିଅନ୍ତି, ଯେପରି ଆମମାନେ ସଦାସର୍ବଦା ଏହି ଜଗତ ମଧ୍ୟରେ ଏକ ପ୍ରସ୍ତୁତ ଜୀବନଯାପନ କରୁ। ତଦ୍ୱାରା ଆମେ ଏହି ଜଗତରେ
ନିଜର ଜୀବନକୁ ବିନାଶରୁ ରକ୍ଷା କରିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କର ଜୀବନକୁ ମଧ୍ୟ ବିନାଶରୁ ରକ୍ଷା କରିପାରିବା। ଅତି ସୁନ୍ଦର ଭାବରେ ବ୍ୟବହାରିକ ଜୀବନ ମଧ୍ୟ ଦେଇ ପ୍ରଭୁ ଆମମାନଙ୍କୁ ତାଙ୍କର ବାକ୍ୟରେ ଶିକ୍ଷା ଦେଇଅଛନ୍ତି। ଆମମାନଙ୍କ ଦୈନନ୍ଦିନ ଜୀବନରେ ଆମମାନେ ବିଶେଷ ଭାବରେ ଏହି ବାକ୍ୟ ଅନୁଯାୟୀ ସଚେତନ ହୋଇ ସତର୍କ ହୋଇ ଜୀବନଯାପନ କଲେ ଆମମାନେ ଅନେକ ପ୍ରକାର ବିପଦରୁ ଆମମାନଙ୍କ ଜୀବନକୁ ରକ୍ଷା କରିପାରିବା। ଅନେକ ସମସ୍ୟାରୁ ଆମମାନଙ୍କର ଜୀବନକୁ ଆମମାନେ ଦୂରେଇ ରଖିପାରିବା ଏବଂ ଆମମାନଙ୍କର ଜୀବନ ଦ୍ୱାରା ଆମେ ଈଶ୍ୱରଙ୍କୁ ଗୌରବାନ୍ୱିତ କରିପାରିବା। ପ୍ରଭୁ କରନ୍ତୁ ଯେପରି ଆମମାନେ ଏହି ବାକ୍ୟ ଅନୁଯାୟୀ ସଦାସର୍ବଦା ଏହି ଜଗତରେ ଏକ ସଚେତନ ଓ ଏକ ସତର୍କ ଜୀବନଯାପନ କରିବା ପାଇଁ ଚେଷ୍ଟା କରିବାକୁ ପାରୁ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରିୟ ଭାଇ ଭଉଣୀମାନେ, ମୋର ବିଶ୍ୱାସ ଆଜିର ଅଧ୍ୟୟନଟି ଆପଣମାନଙ୍କୁ ଭଲ ଲାଗିଥିବ ଓ ଆପଣମାନେ ଆତ୍ମିକ ଜୀବନରେ ଉପକୃତ ହୋଇଥିବେ। ସଦାପ୍ରଭୁ କୌଣସି ପ୍ରକାର ଦୋଷୀ କି ନିର୍ଦ୍ଦୋଷ କରିବେ ନାହିଁ, କିନ୍ତୁ ଯେଉଁମାନେ ତାହାଙ୍କଠାରେ ନିର୍ଭର କରନ୍ତି ସେମାନଙ୍କ ପାଇଁ ସେ ସଦାକାଳ ମଙ୍ଗଳମୟ। ସେ ସେମାନଙ୍କୁ ଜାଣନ୍ତି, କିନ୍ତୁ ଦୁଷ୍ଟ ଓ ଅଧର୍ମଚାରୀମାନଙ୍କୁ ସେ ଜାଣନ୍ତି ନାହିଁ। ଦ୍ୱିତୀୟ ତିମୋଥୀ 2:19 ପାଉଲ କୁହନ୍ତି, ଯେ କେହି ପ୍ରଭୁଙ୍କ ନାମ ଧରେ ସେ ଅଧର୍ମରୁ ଦୂରରେ ରହୁ। ଏଠାରେ ଲେଖକ ମଧ୍ୟ କୁହନ୍ତି, ସିଂହ ପରି ସାହସିକ ହେବାକୁ ହେଲେ ଆମ୍ଭମାନଙ୍କୁ ଧାର୍ମିକ ଜୀବନଯାପନ କରିବାକୁ ପଡ଼ିବ। ତାହା ସଙ୍ଗେ ସଙ୍ଗେ ଜ୍ଞାନବାନ, ନ୍ୟାୟ ବିଚାରକାରୀ, ସଦାପ୍ରଭୁଙ୍କୁ ଅନ୍ୱେଷଣକାରୀ, ଦରିଦ୍ରକୁ ଦାନକାରୀ ଏବଂ ପରିଶ୍ରମୀ ହେଉ। ଆଜି ତ ଆମ ସମୟ ଶେଷ ହେଲାଣି। ଫୋନ୍ ମାଧ୍ୟମରେ ଓ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଆପଣଙ୍କଠାରୁ ବିଦାୟ ନେବା ପୂର୍ବରୁ ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ପ୍ରେମିକ, ଅତ୍ୟନ୍ତ ଦୟାଳୁ ପ୍ରଭୁ, ତୁମେ ଆମମାନଙ୍କୁ କେତେ ପ୍ରେମ କରିଅଛ, କେତେ ଅନୁଗ୍ରହ କରିଅଛ। ପୁଣି ଥରେ ଏକ ନୂତନ ଶିକ୍ଷା ଆଜି ଆମମାନଙ୍କୁ ପ୍ରଦାନ କରିଥିବାରୁ ତୁମର ପବିତ୍ର ନାମକୁ ଧନ୍ୟବାଦ ଦେଉଛୁ। ପ୍ରେମିକ ଈଶ୍ୱର, ଏହି ମନ୍ଦମୟ ଜଗତରେ ପ୍ରଭୁ ଯେଭଳି ଭାବରେ ତୁମେ ଆମମାନଙ୍କୁ ପ୍ରତ୍ୟେକ ଜଣଙ୍କୁ ଉଦ୍ଧାର କର ବୋଲି ପ୍ରାର୍ଥନା କରୁଛୁ। ପ୍ରେମିକ ଈଶ୍ୱର ଦୟାଳୁ ପ୍ରଭୁ, ହଁ ପ୍ରଭୁ, ଯେଭଳି ଭାବରେ ପ୍ରଭୁ ଯାହା ମନ୍ଦତା ପ୍ରଭୁ ଆମ ପ୍ରତ୍ୟେକଙ୍କ ଜୀବନରେ ଦେଖାଦେଉଛି ପ୍ରଭୁ, ତାହା ପ୍ରଭୁ ତୁମଠାରୁ ପ୍ରଭୁ ଆମମାନଙ୍କୁ ପୃଥକ କରୁଅଛି। ଯେଭଳି ଭାବରେ ପ୍ରତ୍ୟେକ ବିଷୟକୁ ଆମମାନଙ୍କ ଜୀବନରେ ପ୍ରଭୁ ମନ୍ଦତା ପ୍ରଭୁ ରହିଅଛି, ତାହା ଯେଭଳି ପ୍ରତ୍ୟେକ ଜଣ ପ୍ରଭୁ ବାହାର କରିପାରିବୁ ତୁମେ ସେହିପରି ସାହାଯ୍ୟ କର। ପ୍ରତ୍ୟେକ ଜଣକୁ ପ୍ରଭୁ ତୁମ ନିମନ୍ତେ ପ୍ରଭୁ ବ୍ୟବହୃତ ହୋଇପାରିବୁ, ତୁମେ ସେହିପରି ପ୍ରତ୍ୟେକ ଜଣକୁ ତୁମେ ସାହାଯ୍ୟ କର। ତୁମରି ପ୍ରଭୁ ଉଦ୍ଦେଶ୍ୟ ନିମନ୍ତେ, ତୁମର ରାଜ୍ୟ କାର୍ଯ୍ୟ ନିମନ୍ତେ ସାଧନ ହୋଇପାରିବୁ, ତୁମେ ସେହିପରି ପ୍ରତ୍ୟେକ ଜଣକୁ ସାହାଯ୍ୟ କର ବୋଲି ପ୍ରାର୍ଥନା କରୁଛୁ। ପ୍ରେମିକ ଈଶ୍ୱର, ପ୍ରାର୍ଥନାକୁ ଶୁଣିଅଛ ଏବଂ ଉତ୍ତରକୁ ଦେଇଅଛ ବୋଲି ବିଶ୍ୱାସ କରି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ମାଗୁଅଛି, ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ପରବର୍ତ୍ତୀ କାର୍ଯ୍ୟକ୍ରମରେ ପୁଣି ଆପଣଙ୍କ ସହିତ ସାକ୍ଷାତ ହେବ। ରହିଲି, ନମସ୍କାର। ଗତ ପ୍ରଶ୍ନର ଉତ୍ତରଟି ହେଉଛି ସି ଅନୁଯୋଗ। ଆଜିର ପ୍ରଶ୍ନଟି ହେଉଛି, ଯେଉଁ ଲୋକ ଆପଣା ଅଧର୍ମ ସ୍ୱୀକାର କରି ଛାଡ଼େ ସେ କ'ଣ ପାଇବ? ଏ ଦୟା, ବି ଘୃଣା, ସି ଲଜ୍ଜା, ଡି ଅଭିଶାପ। এই প্রশ্নর উত্তর আসন্তাকালি সন্ধ্যা 6টা মধ্যে অপশন এ, বি, সি, ডি মধ্যরু সঠিক উত্তর বাছি আপনার নাম ও সম্পূর্ণ ঠিকনা সহিত 9777221415 ফোন নম্বরে SMS কিংবা WhatsApp দ্বারা জনাইবাকু অনুরোধ। जदि आपको आम कार्यक्रम भल लगुच तेबे 0444908126 रे मिस्ड कॉल दे विजय होई परिबे। गत सप्ताहर विजय दर्शक बंधु हेले बरहमपुर बेबी नायक।